ନିଜ ଘରେ ବସି କେବେ କାହାର ଅନିଷ୍ଟ ଅମଙ୍ଗଳ ଏବଂ ପରଚର୍ଚ୍ଚା ଆଲୋଚନା କରିବା ଉଚିତ ନୁହେଁ। କାରଣ ତୁମ ନିଜ ଘର ଉପରେ ରାହୁ ଏବଂ ଶନିଙ୍କର କୁଦୃଷ୍ଟି ପଡ଼ିବା ସହ ମା ଲକ୍ଷ୍ମୀ ଆପଣଙ୍କ ଘରୁ ଦୂରେଇ ଯାଇଥାନ୍ତି, ଯାହାଦ୍ୱାରା ତୁମ ଘରେ ଅଶାନ୍ତି ଅନିଷ୍ଟ ଓ କଳହ ଅଭାବ ଦେଖାଦେଇଥାଏ। କୋଉ କଥାରେ କରିବ, ଯେଉଁଠି ମଲା ପରେ ନିଜର ଲୋକ ବି ଛୁଇଁଲେ ସ୍ନାନ କଲା ପରେ ଗୃହ ପ୍ରବେଶ କରିବ। ମା ହୁଏତ ଲେଖାପଢ଼ା ଜାଣେ ନାହିଁ, କିନ୍ତୁ ଦୁନିଆରେ ସବୁଠାରୁ ଜରୁରୀ କଥା ଆମକୁ ମା ହିଁ ଶିଖେଇଥାଏ। ସମସ୍ତେ କୁହନ୍ତି ଏଣ୍ଡୁରି କୁଆଡ଼େ ରଙ୍ଗ ବଦଳାଇଥାଏ, ହେଲେ ପ୍ରକୃତର ମଣିଷ ଏଠି ରଙ୍ଗ ବଦଳାଇଥାନ୍ତି। ଯଦି ଆପଣ ଗରିବ ରହିବେ ତେବେ କେହି ପଚାରିବେ ନାହିଁ। ପରିଶ୍ରମ କଲେ ସମସ୍ତେ ହସିବେ, ଆଉ ସଫଳ ହୋଇଗଲେ ସମସ୍ତେ ଜଳିବେ। ଜୀବନରେ 3ଟି ମନ୍ତ୍ର। ଆନନ୍ଦରେ ପ୍ରତିଜ୍ଞା କରନ୍ତୁ ନାହିଁ କାହାକୁ, କ୍ରୋଧରେ ଉତ୍ତର ଦିଅନ୍ତୁ ନାହିଁ କାହାରିକୁ, ଦୁଃଖରେ ନିଷ୍ପତ୍ତି ନିଅ ନାହିଁ କିଛି କଥାରେ। ମନୁଷ୍ୟ ଯେତେବେଳେ ଅନ୍ୟାୟ ଓ ଅଧର୍ମ କରୁଥାଏ ସେତେବେଳେ ସେ ଆଗ ପଛ ବାମ ଡାହାଣ ଚାରିଦିଗକୁ ଦେଖୁଥାଏ, କିନ୍ତୁ ସେହି ସମୟରେ ସେ ଗୋଟିଏ ଜିନିଷ ଭୁଲିଯାଏ ଯେ ଯିଏ ତାର ଭୁଲକୁ ଦେଖିବା ଈଶ୍ୱର ଉପରବାଲା ଥାଇ ତାର ସବୁ କର୍ମର ହିସାବ ରଖୁଥାଏ। ମନେ ରଖ, ସାଙ୍ଗସାଥୀମାନେ ସୁଖ ସମୟରେ ମିଳିଥାନ୍ତି, କିନ୍ତୁ ଦୁଃଖ ସମୟରେ କେବଳ ଭଗବାନ ହିଁ ମିଳିଥାନ୍ତି। ମୋହ ମଣିଷକୁ ପରାଜୟ ସହିତ ଅଧର୍ମ ବାଟକୁ ନେଇଥାଏ। ଯେମିତି ଧୃତରାଷ୍ଟ୍ରଙ୍କ ନିଜ ପୁଅ ପ୍ରତି ମୋହ ହେଲେ ଧର୍ମକୁ ବାଟ ମଣିଷକୁ ସବୁବେଳେ ଶାନ୍ତି ଆଣିଥାଏ ଦିଏ, ଯେମିତି ଅର୍ଜୁନଙ୍କ ସହିତ ଶ୍ରୀକୃଷ୍ଣ। ମୁଁ ଖରାପ ହୋଇପାରେ, ହେଲେ କେବେ କାହାର ଖରାପ ଚିନ୍ତା କରିନି। ଦୀପ ମାଟିର ହେଉ କି ସୁନାର ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ, ଏହା କେତେ ପରିମାଣ ସ୍ଥାନରେ ଆଲୋକିତ କରୁଛି ତାହା ମହତ୍ତ୍ୱପୂର୍ଣ୍ଣ। ସେହିପରି ମଣିଷ ଗରିବ ହେଉ କି ଧନୀ ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ, ତାହାର ସୁନ୍ଦର ବ୍ୟବହାର ହିଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ଯିଏ ଆମକୁ ଖରାପ କହିଦେଲେ ଆମେ ଖରାପ ହୋଇଯିବା ନାହିଁ, କାହିଁକି ନା ଆମକୁ ଭଗବାନ ବାଛନ୍ତି। ଆମେ ଖରାପ କି ଭଲ, ଭଗବାନ ହିଁ ଆମକୁ ଉଚିତ ଶାସ୍ତି ଓ ଉଚିତ ବିଚାର କରିଥାନ୍ତି। କିଏ ଆମକୁ ଭଲ କହିଦେଲେ ଭଲ ହୋଇଯିବେ ନାହିଁ। ଆମର ପ୍ରଶଂସା ଓ ନିନ୍ଦା ସବୁକିଛି ଆମ କର୍ମ ଉପରେ ନିର୍ଭର କରିଥାଏ। ଲୁଣ ଭାତ ଖାଇ ଶୋଇଯିବ ପଛେ, କିନ୍ତୁ ନିଜ ଲୋକଙ୍କ ପାଖରେ କେବେ ହାତ ପତାଇବ ନାହିଁ। ନା ଯେତିକି ଦେବେ ଡବଲ ସେତିକି କହିବେ। ମଣିଷ ସବୁକିଛି ଭୁଲି ପାରିବ, ହେଲେ ସେ ମୁହୂର୍ତ୍ତକୁ କେବେ ଭୁଲି ପାରିବନି ଯେତେବେଳେ ତାକୁ ନିଜର ଲୋକଙ୍କ ଆବଶ୍ୟକତା ଥିଲା, କିନ୍ତୁ ସେମାନେ ତାର ସାଥିରେ ନଥିଲେ। ଆଜିକାଲି ବିନା ସ୍ୱାର୍ଥରେ କେହି କାହା ସହିତ ପ୍ରେମ ସମ୍ପର୍କ ରଖୁନାହାନ୍ତି। କାହାର କାମ ବାସନା ପୂରଣ କରିବା ପାଇଁ ତ କାହାର ସମୟ କଟାଇବା ପାଇଁ, ନଚେତ୍ କାହାର ପଇସା ଦରକାର ନାହିଁ। କ'ଣ ବନ୍ଧୁ ଠିକ୍ କହିଲି ତ? ଭଗବାନ କହିଛନ୍ତି, ତୁମେ କାହାକୁ ଦୁଃଖ ଦେଇ ମୋ ପାଖକୁ ସୁଖର ଆଶା ରଖ ନାହିଁ। ଆଉ ଯଦି କାହା ମୁହୂର୍ତ୍ତ ପାଇଁ ଖୁସି ଦେଇଛ, ତେବେ ତୁମ ଦୁଃଖର ଚିନ୍ତା କରିବନି। ଜୀବନରେ ଗୋଟିଏ କଥା ସବୁବେଳେ ମନେ ରଖିଥିବ, ଯେଉଁମାନେ ତୁମକୁ ଗୁରୁତ୍ୱ ଦେଉନାହାନ୍ତି ସେମାନଙ୍କ ପାଖେ ଛିଡ଼ା ହେବା ଅପେକ୍ଷା ଏକା ହିଁ ଠିଆ ହେବା ବହୁତ ଭଲ। 3 ଜଣ ବ୍ୟକ୍ତି ସବୁବେଳେ ଅସୁବିଧାରେ ରୁହନ୍ତି, ପର ଉପକାରୀ କରୁଥିବା ଲୋକି, ବିଶ୍ୱାସ ଆଉ ହୃଦୟରୁ ସଫା ନିରୀହ ଲୋକି। ବ୍ୟକ୍ତି ମାନେ ସବୁ ଜାଗାରେ ପରିସ୍ଥିତି ଅନୁସାରେ ରଙ୍ଗ ବଦଳାଇ ନିଜର ଅସୁବିଧା କରିନିଅନ୍ତି। ଟଙ୍କା ଘର କିଣିପାରେ ହେଲେ ପରିବାର ନୁହଁ, ଟଙ୍କା ସେଜ କିଣିପାରେ ହେଲେ ନିଦ ନୁହଁ, ଟଙ୍କା ଘଡ଼ି କିଣିପାରେ ହେଲେ ସମୟ ନୁହଁ, ଟଙ୍କା ବହି କିଣିପାରେ ହେଲେ ଜ୍ଞାନ ନୁହଁ, ଟଙ୍କା ବନ୍ଧୁ କିଣିପାରିଲେ ହେଲେ ଭଲ ପାଇବା ନୁହଁ। ସୁଖ ଏବଂ ଦୁଃଖ ଜୀବନରେ ସମସ୍ତଙ୍କ ପାଖକୁ ଆସିଥାଏ। ଗର୍ବ କରନ୍ତୁ ନାହିଁ ଯେତେବେଳେ ସୁଖ ଆପଣଙ୍କ ପାଖରେ ଆସିଥାଏ, ଆଉ ଦୁଃଖ ସମୟରେ ଟକେ ଆପଣଙ୍କୁ ସୁଖ ନିହାତି ଭାବରେ ଆସିବ। ଇଏ ମତଲବ ଦୁନିଆ ବନ୍ଧୁ। ଏଇଠି ଦୁଃଖରେ କାରଣ ପଚାରିବା ଅପେକ୍ଷା ତୁମକୁ ଆଙ୍ଗୁଳି ଦେଖାଇ ଥଟ୍ଟା ପରିହାସ କରିବା ବ୍ୟକ୍ତି ବହୁତ ଅଛନ୍ତି। ଜୀବନ ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହିବାକୁ ପଡ଼ିବ, ଆଗକୁ ବଢ଼ିବାକୁ ପଡ଼ିବ। ସମସ୍ୟା ଜୀବନ ଶେଷ ସମାପ୍ତ ନୁହେଁ, ସେହିଠାରୁ ଏକ ନୂଆ ଜୀବନ ଆରମ୍ଭ ହୋଇଥାଏ। ଖାଲି ଧୈର୍ଯ୍ୟ ଧରିବା ଆବଶ୍ୟକ। ହେ ମନୁଷ୍ୟ, କାହାକୁ କଷ୍ଟ ଦେଇ ମୋତେ ଖୁସି ମାଗିବା ତୁମର ସବୁଠୁ ବଡ଼ ଭ୍ରମ। ଯଦି ତୁମେ କାହାକୁ ଖୁସି ଦେଇପାରୁଛ, ତେବେ ନିଜ ଅସୁବିଧାରେ ପଡ଼ିଲେ ମୋତେ ଡାକିବା ଆବଶ୍ୟକ ନାହିଁ, କାରଣ ଅନ୍ୟକୁ ଖୁସି ଦେଲେ ତୁମକୁ ଉଚିତ ସମୟରେ ଏହାର ସୁଫଳ ମିଳିବ। ପାଣି ଯେତେ ସଫା ହେଉଥାଉ ନା କାହିଁକି, ଯଦି ପାଣି ରଖାଯାଉଥିବା ପାତ୍ର ସଫା ନଥାଏ, ତେବେ ସେ ପାଣିର ମୂଲ୍ୟ କିଛି ରହେନି। ଠିକ୍ ସେହିପରି ମଣିଷ ଯେତେ ସୁନ୍ଦର ହେଉଥାଉ ନା କାହିଁକି, ଯଦି ତାର ଚରିତ୍ର ଠିକ୍ ନଥାଏ, ତେବେ ସେ ମନୁଷ୍ୟର ବି କିଛି ମୂଲ୍ୟ ରହେନି। ଟଙ୍କା ଦେଇ ହୁଏତ ମଣିଷ କିଣାଯାଇପାରେ, କିନ୍ତୁ ମଣିଷ ପଣିଆ ନୁହେଁ। ବଳପୂର୍ବକ ସାମ୍ରାଜ୍ୟ ଜୟ କରାଯାଇପାରେ, ମାତ୍ର ହୃଦୟ ନୁହେଁ।
आखि पोखरी नुहे तथापि लुहरे भरी जाए, शत्रु एक मंजी नुहे तथापि बढ़ी चले, चरित्र लुहा नुहे तथापि कलंकी लागे, आत्मसम्मान शरीर नुहे तथापि घाइला हुए, मनीष ऋतु नुहे तथापि बदली जाए। धैर्य एक एपरी बंधु जी पाखरे थिले मनीष सबु परिस्थिति को मुकाबिला करिपारे। जेतेबेले सी मनीषर साथ छाड़ी दिए सेतेबेले मनीषर पाद टळमळ हो जाए। मनुष्य घर बदलाई थाए, वस्त्र बदलाई थाए, संबंध बदलाई थाए, तथापि दुखित रही थाए कारण से निज स्वभाव बदलाई न थाए। जदि कि आपनकु अपमान करूची, आपनकु मूल्य को बुझु नहीं, आपनकु सम्मान देउ नहीं, तो से जगारु आपण दूरेई जिबा बहुत भल। कहार अभिशाप आमको खराब करि परिबो नाही कि कहार आशीर्वाद आमको भल करि परिबो नाही। सबु आम कर्म उपरे निर्भर करे, तेणु कर्म को विश्वास कर, कर्म ही भगवान। कहा कथारे जदि कौनसी भूल किंबा ठीक हो जाता तेबे दुनिया रे स्वर्ग पलटि जाता। तेणु सर्वदा सही काम कर जहाँ ठीक एवं सत्य अटे। आजिर मनीष एते स्वार्थपर हो गलानी जे निजर पाप लुचेबाकू जाई अन्य कहार जीवन को नष्ट कर दिए। संपर्क झगड़ा केवल दुर्बल कर नहीं, छोट छोट भूल बुझापणा को संपर्क रे दुर्बल। तो भिडियोटी केमिति लागला कमेंट रे निहाती जणाइबे। आशा करूचे स्टोरीटी आपण मानकू भल लागिथिबो। भल लागिथिले गोटे लाइक करबा सहित चैनल को सब्सक्राइब निहाती करंतु। पाखरे आसुवा बेल नोटिफिकेशन को ऑन कर दियंतु, जहाँ द्वारा आमर एई भली भिडियो आपण मानक पाखरे बहुत शीघ्र पहुँची पारिबो। दयाकरी गोटे सब्सक्राइब निहाती करंतु, गोटे लाइक करंतु, कमेंट करंतु, शेयर करंतु। रहुचु नमस्कार, जय जगन्नाथ। आ गोटे भिडियो रे देखा हबो। जय जगन्नाथ।